ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରର ଭିତ୍ତିଭୂମି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ରାଜ୍ୟ ସରକାର ପୌରାଞ୍ଚଳ ପାଇଁ 7 କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କଲ୍ୟାଣ ମଣ୍ଡପ ଟାଉନ୍ ହଲ୍ ମାର୍କେଟ କମ୍ପ୍ଲେକ୍ସ ଓ ନୂତନ ଡ୍ରେନ୍ ନିର୍ମାଣ ସମେତ ବିଭିନ୍ନ ବିକାଶମୂଳକ କାମ ଚାଲିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଢେଙ୍କାନାଳ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ କହିଛନ୍ତି, ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ତାକୁ ତଦାରଖ କରିଥିଲେ। ଆମର ଯେଉଁ ରହିଛି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଯେଉଁଥିରେ ଆମର କୌଣସି ଲିମିଟ୍ ନାହିଁ ଫଣ୍ଡସର, ଯେ ଆପଣ ଯଦି ଭଲ ପ୍ରୋଜେକ୍ଟ ଚାହୁଁଛନ୍ତି 100 କୋଟି ପର୍ଯ୍ୟନ୍ତ ବି ସେଥିରେ ଆପଣ ଫଣ୍ଡସ୍ ପାଇପାରିବେ, ଯେଉଁଥିରେ କି ଆପଣ ବଡ଼ ବଡ଼ ପ୍ରୋଜେକ୍ଟ ବି ନେଇପାରିବେ, ଛୋଟ ପ୍ରୋଜେକ୍ଟ ନେଇପାରିବେ, ଇନଫ୍ରାଷ୍ଟ୍ରକ୍ଚର ଏମିତି ବହୁତ ଗୁଡ଼ିଏ ପ୍ରୋଜେକ୍ଟ ଅଛି ଯେଉଁଟାକି ଆମେ ଢେଙ୍କାନାଳ ବି ଯାହା ଆମେ ଡିମାଣ୍ଡ ବି ଦେଇଥିଲୁ ତାକୁ ବି ସରକାର ସେଇ ଅନୁସାରେ ବି ଭଲ ଆମକୁ ଫଣ୍ଡସ୍ ବି ପ୍ରୋଭାଇଡ୍ କରିଥିଲେ। ଆମର ପାଖାପାଖି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଆମେ ପ୍ରଥମେ ଫାଷ୍ଟ ଫେଜ୍ରେ ଆମେ 10 କୋଟି ମାଗିଥିଲୁ, ଆମକୁ 7 କୋଟି ସମଥିଙ୍ଗ ରାଜ୍ୟ ସରକାର ପ୍ରୋଭାଇଡ୍ କରିଛନ୍ତି। ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଯାହା ବି ଅଛି ଆମର ସେ ଯୋଜନା ମଧ୍ୟରେ ଯେଉଁଟା କଭର କରୁଛି ସେଗୁଡ଼ା ସବୁ ପାଇଁ ଆମର ଦେଇଥିଲେ, ଅଲରେଡ଼ି ଦେଇଛନ୍ତି। ପ୍ଲସ୍ ଆଡିସନାଲ ଆମେ ବି ଯେଉଁ ପଇସା ବି ମାଗିଛୁ ସେଥିରୁ ବି 50% ଆମକୁ ସରକାର ଦେଇଛନ୍ତି। ଏବଂ ଏଥିରେ ଆମର ଗୋଟେ ଭଲ ମାର୍କେଟ କମ୍ପ୍ଲେକ୍ସ ହେଉଛି ରଥଗଡ଼ା ପାଖରେ, ଯେଉଁଥିରେ କି ଆମେ ପାଖାପାଖି 4.5 କୋଟି ଟଙ୍କାର ମାର୍କେଟ କମ୍ପ୍ଲେକ୍ସ କରୁଛି, ଯେଉଁଟା କି ମ୍ୟୁନିସିପାଲିଟିର ଇନକମ୍କୁ ବଢ଼େଇବ। ଆଉ ଗୋଟେ ଟାଉନ୍ ହଲ୍ ମାନ୍ୟବର ମନ୍ତ୍ରୀଙ୍କର ସ୍ୱପ୍ନ ଥିଲା ଯେ ଗୋଟେ ଭଲ ଟାଉନ୍ ହଲ୍ କରିବା, ଯେଉଁଥିରେ କି ଗୋଟେ ମିନିମମ୍ 1,500 ରୁ 2,000 ଲୋକ ବସିକି ଗୋଟେ ପ୍ରୋଗ୍ରାମ ହେଇପାରିବ, ଯେଉଁଟାକି ବହୁତ ହାଇ ଷ୍ଟାଣ୍ଡାର୍ଡର ହେବ। ଆଉ ଗୋଟେ ଭଲ ମଡେଲ ଟାଉନ୍ ହଲ୍ ହେବ, ଯେଉଁଟାକି ଆମେ ଅଲରେଡ଼ି ତା ପାଇଁ ଗଭର୍ଣ୍ଣମେଣ୍ଟ ପଇସା ବି ଦେଇସାରିଲେଣି। 3 କୋଟି ଟଙ୍କା ଅଲରେଡ଼ି ଫାଷ୍ଟ ଫେଜ୍ରେ ଦେଇସାରିଛନ୍ତି। ତାର ବି ଫାଉଣ୍ଡେସନ ଷ୍ଟୋନ୍ ମାନ୍ୟବର ମନ୍ତ୍ରୀ ଦେଇସାରିଛନ୍ତି। ବହୁତ ଶୀଘ୍ର ସେଟା ଟେଣ୍ଡରକୁ ଯାଉଛି। ଅଲରେଡ଼ି ଟେକ୍ନିକାଲ ସାଙ୍କସନ୍ ଲାଷ୍ଟ ଷ୍ଟେଜ୍ରେ ଅଛି। ଟେକ୍ନିକାଲ ଆସିଲା ପରେ ଆମେ ତାର ଟେଣ୍ଡର କରିବୁ। ଆମର ଲାଇବ୍ରେରୀ ବି ଗୋଟେ ହେଉଛି ଢେଙ୍କାନାଳରେ, ଗୋଟେ ବହୁତ ଭଲ ଲାଇବ୍ରେରୀ କରାଯାଉଛି। ଶ୍ରାବଣ ମାସରେ କପିଳାସ ଶୈବପୀଠରେ କାଉଡ଼ିଆଙ୍କ ଜଳାଭିଷେକକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ କରିଛି। ସେହିପରି ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଛି। ରଥଯାତ୍ରା ଓ ବାହୁଡ଼ା ଅବସରରେ ଜିଲ୍ଲାରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ବାଜିଚୌକ ସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ 7 ଦିନ ଧରି ଭଜନ ସମାରୋହ ଆୟୋଜିତ ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଓଡ଼ାପଡ଼ା ବ୍ଲକର ଆକଘରିଆ ଗ୍ରାମରୁ ବାହୁଡ଼ା ଉପଲକ୍ଷେ 391 ଫୁଟ ଲମ୍ବର ତୁଳସୀମାଳା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ପଠାଯାଇଥିଲା। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ଆଞ୍ଚଳିକ ପରିବହନ ବିଭାଗର ସ୍ୱତନ୍ତ୍ର ଚଢ଼ାଉରେ 3 ଦିନ ମଧ୍ୟରେ 7,80,599 ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି 3 ଦିନରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ, ବେପରୁଆ ଗାଡ଼ି ଚାଳନା, ଫିଟନେସ୍ ଆଦି ଯାଞ୍ଚ କରାଯାଇଥିଲା ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ କହିଛନ୍ତି। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ମତଦାତା ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଜିଲ୍ଲାର 9,62,826 ଜଣ ଭୋଟରଙ୍କୁ ଏନିମରେସନ ଫର୍ମ ବଣ୍ଟନ କରାଯାଇଛି। ବାଲ୍ୟ ବିବାହ ନିରାକରଣ ପାଇଁ 2026ରୁ 2029 ପର୍ଯ୍ୟନ୍ତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ବାଲ୍ୟ ବିବାହ, ଶିଶୁ ଓ ମାନବ ଚାଲାଣ, ପକ୍ସୋ ଆଇନ ଓ ଅଭିଯୋଗ ନିଷ୍ପତ୍ତି ବ୍ୟବସ୍ଥାକୁ ନେଇ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନା କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା 18 ବର୍ଷରୁ କମ୍ ଭାରତୀୟ ଭଲିବଲ ଦଳର ଖେଳାଳି ସୌମ୍ୟରଞ୍ଜନ ସାମଲଙ୍କୁ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଅନ୍ତର୍ଜାତୀୟ ଚନ୍ଦ୍ର ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି। ଜିଲ୍ଲାରେ ବିକଶିତ ଭାରତ ଜି ରାମଜୀ ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମ ଚଳିତ ମାସ 2 ତାରିଖରେ ଶୁଭାରମ୍ଭ ହୋଇଛି। ସାଂସଦ ରୁଦ୍ରନାରାୟଣ ପାଣି ସରକାରୀ କାର୍ଯ୍ୟକ୍ରମରେ ମୋଦି ସରକାର ଶ୍ରମିକମାନଙ୍କ ପାଇଁ 125 ଦିନ ନିଶ୍ଚିତ କର୍ମ ନିଯୁକ୍ତିର ବ୍ୟବସ୍ଥା କରିଥିବା କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।